সেই ଆଶ୍ୱିନ ମାସର ଦେଖିବା ଚତୁର୍ଥ ପଦ। ଜାତିର ଜନକ ଯେହି ମହାତ୍ମା ଗାନ୍ଧୀ ଯେ ଅଟନ୍ତି ସେହି ସୁଜନେ ଗୋଏମା ସେ ଜନ୍ମଦିନ ପଡ଼ଇ ସୁଜନେ ଗୋ। ଲାଲ ବାହାଦୁର ଶାସ୍ତ୍ରୀ ଏ ମାସେ ସେ ପୁଣି ଜନ୍ମିଥିଲେ ଟି ସୁଜନେ ଗୋ। ଏହା ପୁସ୍ତକରେ ଲେଖା ଅଛି ସୁଜନେ ଗୋ। କଳାହାଣ୍ଡିରେ ଯେ ଜାଣ ବୁଢ଼ା ରାଜାଙ୍କର ନବାନ୍ନ ଘେନ ସୁଜନେ ଗୋ ଆସି ନ ଶୁକ୍ଳ ନବମୀ ପୁଣ ସୁଜନେ ଗୋ। ମହାତ୍ମା ଗାନ୍ଧୀଙ୍କ ଜନ୍ମ ଏ ମାସରେ, ଲାଲ ବାହାଦୁର ଶାସ୍ତ୍ରୀ ତାଙ୍କର ଜନ୍ମ ଏ ମାସରେ, ଜାତିର ଜନକ ମହାତ୍ମା ଗାନ୍ଧୀ ତାଙ୍କୁ କୋଟି କୋଟି ପ୍ରଣାମ। ତାଙ୍କର ଜନ୍ମ ଏ ମାସରେ। ଲାଲ ବାହାଦୁର ଶାସ୍ତ୍ରୀ ସେ ବି କମ୍ ଦିନ, ତାଙ୍କୁ ବି ପ୍ରଣାମ। ସେମାନେ ସବୁ ଜନ୍ମ ଏ ମାସରେ। ଗୋପବନ୍ଧୁ ମଧୁସୂଦନ ଦାସ ଯେତେ ସବୁ ଆମର ଅଛନ୍ତି ବିଜ୍ଞମନ୍ତ୍ରୀ ତାଙ୍କୁ ବି ପ୍ରଣାମ। ସମସ୍ତଙ୍କର ଏ ପବିତ୍ର ମାସରେ ଆଶ୍ୱିନ ମାସରେ ଜନ୍ମ। ଦେବୀ ଆସିଲେ ସେମାନେ ଆସିଲେ, ଦେବୀ ଆସୁଛନ୍ତି ସେମାନେ ଆଉ ନାହାନ୍ତି, କିନ୍ତୁ କଥା ଅଛି। ଲାଲ ବାହାଦୁର ଶାସ୍ତ୍ରୀ ଜନ୍ମ। କଳାହାଣ୍ଡିରେ ଯେଉଁ ବୁଢ଼ା ରାଜା ଆମର ଅଛନ୍ତି ତାଙ୍କ ନବାନ୍ନ ପର୍ବ ଏଇ ଆମର ଆଶ୍ୱିନ ଶୁକ୍ଳ ନବମୀରେ ହୁଏ। ଏମିତି ଅନେକ ପ୍ରକାର ଓଷା ବା ପୁଣ୍ୟପର୍ବ ସବୁ ମାସକୁ ମାସ ଲାଗିଛି, ଲାଗିଥିଲା, ଲାଗିଛି, ଲାଗିବ। ଆମ ଜେଜେମାନେ ଥିଲେ କରୁଥିଲେ, ଆମ ନନାମାନେ କରୁଥିଲେ, ଆମେ କରୁଛୁ, ଆମ ପିଲା ବି କରିବେ। କିଛି ବୁଡ଼ିବନି, ଓଡ଼ିଶାରେ ସବୁ ରହିବ, କିଛି ବୁଡ଼ିବନି। କୁଆଡ଼େ ବୁଡ଼ୁଛି ବୁଡ଼ୁ, ଓଡ଼ିଶାରେ ରହିବ, କିଛି ଅସୁବିଧା ନାହିଁ। ଏ ଦେଖିବା ପରବର୍ତ୍ତୀ ପଦ।